ସୁରତ ରହୁଛନ୍ତି। ତେଣୁ ମୁଁ ଭାବୁଥିଲି ଆପଣମାନେ ସମସ୍ତେ ହିନ୍ଦୀ ବୁଝିଥିବେ। ଯଦି କେହି ନ ବୁଝିଥାନ୍ତି ଆପଣ ମାନଙ୍କୁ ବି 5 ମିନିଟ ମୁଁ ଯାହା କିଛି କହିଲି ତାର ସାର କହିଦଉଛି। ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାର ଏଇ ଶ୍ଲୋକରେ କହୁଛନ୍ତି ଯେଉଁମାନେ ମୋତେ ପ୍ରାପ୍ତ ହୁଅନ୍ତି, ମୋର ଧାମକୁ ପ୍ରାପ୍ତ ହୁଅନ୍ତି, ସେମାନଙ୍କର ଏଇ ଭୌତିକ ସଂସାର ଯାହାକି ଦୁଃଖାଳୟ, ଦୁଃଖର ଘର, ସେମାନେ ମୋର ଧାମକୁ ଥରେ ପ୍ରାପ୍ତ ହେଲେ ସେମାନେ ଏଇ ଭୌତିକ ସଂସାର ଦୁଃଖାଳୟକୁ ସେମାନେ ଆଉ ପ୍ରତ୍ୟାବର୍ତ୍ତନ କରନ୍ତି ନା, ଫେରନ୍ତି ନା। ତେଣୁ ଆମେ ସମସ୍ତେ ଜାଣିଛେ ଭୌତିକ ସଂସାର କେତେ ଦୁଃଖମୟ, କାରଣ ଆମେ ସମସ୍ତେ ନିଜ ଜୀବନରେ ଭୋଗ କରୁଛୁ। ଆଉ ସଂସାର ଦୁଃଖ କଣ? ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି। ଆମେ ଜନ୍ମ ଯନ୍ତ୍ରଣା ଭୋଗ କରୁଛେ ମାତୃଗର୍ଭରେ ରହି, ଆମେ ମୃତ୍ୟୁର ଯନ୍ତ୍ରଣା ଭୋଗ କରୁଛେ, ଆମେ ବୃଦ୍ଧାବସ୍ଥାରେ କଷ୍ଟ ଭୋଗ କରୁଛେ ଏବଂ ରୋଗର କଷ୍ଟ ଭୋଗ କରୁଛେ। ସମସ୍ତେ ଏସବୁ ଭୋଗ କରୁଛ, ପ୍ରତ୍ୟେକ ପ୍ରାଣୀ। ଆଉ ଆମେ ଚାହୁଁଛେ ଏସବୁ କଷ୍ଟରୁ ଆମେ କିପରି ମୁକ୍ତ ହଉ। ସେଥିପାଇଁ ଭଗବାନ କୃଷ୍ଣ ଭଗବତ ଗୀତାରେ ଆମ ପାଇଁ ଉପାୟ ବତେଇ ଦେଇଛନ୍ତି। ଆମେ କିପରି ଏ ସଂସାରର କଷ୍ଟରୁ ମୁକ୍ତ ହେଇ ଏପରି ଏକ ଜୀବନ ପ୍ରାପ୍ତ ହେବା ଯେଉଁ ଜୀବନରେ ଜନ୍ମ ନଥିବ, ମୃତ୍ୟୁ ନଥିବ, ବୃଦ୍ଧାବସ୍ଥା ନଥିବ ବା ରୋଗ ନଥିବ। ଯଦିଓ ଆମେ ସମସ୍ତେ ଏପରି ଏକ ଜୀବନ ଚାହୁଁଛେ, କିନ୍ତୁ ଏପରି ଏକ ଜୀବନ ସମ୍ଭବ କି ନାହିଁ ଆମେ ଜାଣିନେ। କିନ୍ତୁ ଭଗବାନ କୃଷ୍ଣ କହୁଛନ୍ତି ଏପରି ଏକ ଜୀବନ ସମ୍ଭବ। ଆଉ ତା କେଉଁଠାରେ ସମ୍ଭବ? ନା ଭଗବାନଙ୍କର ଧାମରେ ସମ୍ଭବ। ଏ ଭୌତିକ ଜଗତରେ ସମ୍ଭବ। ତେଣୁ ଭଗବାନଙ୍କର ଧାମକୁ ଯିବା ପାଇଁ ଉପାୟ କଣ? ଭଗବାନ କୃଷ୍ଣ ଭଗବତ ଗୀତାରେ କହୁଛନ୍ତି ମୃତ୍ୟୁ ସମୟରେ ଯେଉଁମାନେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରିବେ, ମୃତ୍ୟୁ ପରେ ସେ ମୋର ଧାମକୁ ପ୍ରାପ୍ତ ହେବେ। ଆଉ ମୋର ଧାମକୁ ଥରେ ପ୍ରାପ୍ତ ହେବା ପରେ ଭୌତିକ ସଂସାରରେ ତାଙ୍କର ଆଉ ପୁନର୍ଜନ୍ମ ହବ। ତେଣୁ ମୃତ୍ୟୁ ସମୟରେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିବା ଏତେ ସହଜ କଥା ନୁହେଁ। ଯଦିଓ ଆମେ ଦେଖୁଛେ ଯଦି କେହି ମୃତ୍ୟୁ ଶଯ୍ୟାରେ ପଡିଛି, ଆମେ ତା ନିକଟରେ ଯାଇ ଗୀତା ଭାଗବତ ପାଠ କରୁଛେ। ଆମର ଉଦ୍ଦେଶ୍ୟ ହଉଛି ଯେ ସେ ବ୍ୟକ୍ତି ଯେ ମୃତ୍ୟୁ ଶଯ୍ୟାରେ ପଡିଛି ଗୀତା ଭାଗବତ ଶୁଣିଲେ ଟିକେ ଭଗବାନ ଆଡକୁ ତାର ମନ ଯିବ, ସେ ଭଗବାନଙ୍କୁ ସ୍ମରଣ କରି ଶରୀର ତ୍ୟାଗ କଲେ ଉଦ୍ଧାର ହେଇଯିବ। କିନ୍ତୁ ଆମେ ଯେତେ ଗୀତା ଭାଗବତ ପାଠ କଲେ ମଧ୍ୟ ସେ ବ୍ୟକ୍ତିର ଯଦି ପରିବାର ପ୍ରତି ଆସକ୍ତି ରହିଛି, ଧନ ପ୍ରତି ଆସକ୍ତି ରହିଛି, ପୁତ୍ର କନ୍ୟା ପ୍ରତି ଆସକ୍ତି ରହିଛି, ତାହେଲେ ମୃତ୍ୟୁ ସମୟରେ ସେ ଗୀତା ଭାଗବତ ନ ଶୁଣି ସେ ସେମାନଙ୍କ କଥା ଚିନ୍ତା କରିବ, ପୁତ୍ର କନ୍ୟାଙ୍କ କଥା ଚିନ୍ତା କରିବ, ଘର କଥା। ମୁଁ ମରିଗଲା ପରେ ମୋ ଘରର ପିଲାମାନଙ୍କର ଅବସ୍ଥା କଣ ଏ ଚିନ୍ତା କରିବ। ସେତେବେଳେ ତାର ଭଗବାନଙ୍କର ଚିନ୍ତା ଆସିବ। ସେଥିପାଇଁ ଆମେ ବର୍ତ୍ତମାନ ଠାରୁ ଅଭ୍ୟାସ କରିବାର ଅଛି। ଆମେ ଯଦିଓ ସଂସାରରେ ରହୁଛେ, ଘରେ ପରିବାରରେ ରହୁଛେ, ଆମେ କିଛି ଅର୍ଥ ଉପାର୍ଜନ କରୁଛେ, ଏସବୁ ଆମେ କରିବା, କିଛି ଅସୁବିଧା ନାହିଁ। ପରିବାରର ଭରଣ ପୋଷଣ ମଧ୍ୟ କରିବା, କିଛି ଅସୁବିଧା। କିନ୍ତୁ ଆମେ କୃଷ୍ଣଙ୍କର ଭକ୍ତ ହେଇ ଏସବୁ କରିବା। ଆମେ ନିଜେ ଭକ୍ତ ହେବା, ଆମ ପରିବାରକୁ ମଧ୍ୟ ଭକ୍ତ କରାଇବା କୃଷ୍ଣଙ୍କର। ତାହେଲେ ଆମର ଗୃହ ମନ୍ଦିରରେ ପରିଣତ। ଆଉ ଆମେ କୃଷ୍ଣଙ୍କର ଭକ୍ତ ହେବା, ପରିବାର ଲୋକ ଭକ୍ତ ହେଲେ ଆମେ ସମସ୍ତେ ଯିବା ଭଗବାନଙ୍କର ଧାମକୁ। ଆମେ ଏକୁଟିଆ କାହିଁକି ଯିବା? ତେଣୁ ଆମେ ସମସ୍ତଙ୍କୁ ନେଇକି ସାଥିରେ ଯିବା।
ସେଥିପାଇଁ ଭଗବାନ କୃଷ୍ଣ କହୁଛନ୍ତି ମୃତ୍ୟୁ ସମୟରେ ତାଙ୍କୁ ସ୍ମରଣ କରିବାର ଅଛି। ଆଉ ମୃତ୍ୟୁ ସମୟରେ ସ୍ମରଣ କରିବାକୁ ହେଲେ ବର୍ତ୍ତମାନ ଠାରୁ ଆମକୁ ଅଭ୍ୟାସ କରିବାକୁ। ଆଉ ଆମେ କିପରି ଅଭ୍ୟାସ କରିବା? ଆମକୁ ଶାସ୍ତ୍ରରେ ବହୁତ ସରଳ ଉପାୟ ଦିଆଯାଇଛି। ଭଗବାନଙ୍କର ନାମ କୀର୍ତ୍ତନ କରିବା ଆଉ ସ୍ମରଣ କରିବା, ଏ ବହୁତ ସରଳ ଉପାୟ। ଆମେ ଯଦି ପ୍ରତିଦିନ ମାଳାରେ ଏ ହରେ କୃଷ୍ଣ ମହାମନ୍ତ୍ର ଜପ କରିବା, ଯୋଉମାନେ ଜପ କରିବାକୁ ଚାହିଁବେ ଭକ୍ତମାନେ ଅଛନ୍ତି ବତେଇ ଦେବେ କିପରି ମାଳାରେ ଜପ କରିବାକୁ ହବ। ଆପଣମାନେ ସମସ୍ତେ ଜପ ମାଳା ନେଇକି ଜପରେ କରିପାରିବେ। ଯେତେବେଳେ ଏକତ୍ରିତ ହଉଛନ୍ତି ଏକସାଥରେ କୀର୍ତ୍ତନ କରିବେ, ଆଉ ଅନ୍ୟ ସମୟରେ ଜପମାଳାରେ ଭଗବାନଙ୍କର ନାଁ ଜପ କରିବେ। ଆମେ ପ୍ରତିଦିନ 16 ମାଳା କରିବା ପାଇଁ ଆମେ ଉପଦେଶ ଦଉଛୁ। ଯଦି କେହି 16 ମାଳା ପ୍ରଥମେ ନ କରିପାରନ୍ତି, ସେମାନେ 3, 4 ମାଳା 5 ମାଳାରୁ ମଧ୍ୟ ଆରମ୍ଭ କରିପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ସମସ୍ତେ ଆରମ୍ଭ କରିବା ଦରକାର। ଆଉ ଯେତେବେଳେ ଜପ ଆରମ୍ଭ କରିବେ, ଜପ ସହିତ ଆପଣ ଭଗବାନଙ୍କର କଥା ଶୁଣିବେ। ଭକ୍ତଙ୍କ ମୁଖରୁ ଭଗବାନ କୃଷ୍ଣଙ୍କର କଥା ଶ୍ରବଣ କରିବେ, ଗୀତା ଭାଗବତ ଶ୍ରବଣ କରିବେ। ତା ସହିତ ମନ ମଧ୍ୟରେ ସବୁ ସମୟରେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିବେ। ଘରେ ତାଙ୍କର ପୂଜା କରିବେ। ଅତି କମରେ ଆମେ ଫଟୋ ରଖି ଘରେ ପୂଜା କରିପାରିବା। ରାଧାକୃଷ୍ଣଙ୍କ ଫଟୋ ଆମେ ପୂଜା କରିପାରିବା। ଆଉ ଭଗବାନଙ୍କୁ ଭୋଗ ଲଗେଇ ଆମେ ପ୍ରସାଦ ପାଇବା। ଇଏ ନୁହେଁ ଯେ ଆମେ ଘରେ ଠାକୁରଙ୍କୁ ପୂଜା କରିବା, ଠାକୁରଙ୍କୁ ମିଶ୍ରି ଆଉ ଉଖୁଡ଼ା ଲଗେଇଦବା ଭୋଗ, ଆଉ ଆମେ ସବୁ ଅନ୍ନ ଡାଲି ତରକାରୀ ଭଲ ଦ୍ରବ୍ୟ ତିଆରି କରିକି ଆମେ ଖାଇବା। ଠାକୁରଙ୍କୁ ମଧ୍ୟ ଦେବା ଦରକାର। କିନ୍ତୁ ଆମେ ମାଛ ମାଂସ ଦେଇପାରିବାନି ଠାକୁରଙ୍କୁ, ପିଆଜ ରସୁଣ ଦେଇପାରିବାନି। ତେଣୁ ବିନା ପିଆଜ ରସୁଣରେ ଆମେ ଯଦି ରୋଷେଇ କରିବା ଘରେ, ଠାକୁରଙ୍କୁ ଆମେ ଭୋଗ ଲଗେଇ ଆମେ ସେ ପ୍ରସାଦ ପାଇପାରିବୁ। ଆଉ ପ୍ରସାଦ ପାଇଲେ ଆମେ ପାପ କର୍ମରୁ ମୁକ୍ତ ମଧ୍ୟ ହବ। ତେଣୁ ଇଏ ବହୁତ ସରଳ ଉପାୟ। ଆଉ ତା ସହିତ ଆମେ ସଦାବେଳେ ମନ ମଧ୍ୟରେ ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କରୁଥିବା, ସେ ଯେ ଆମର ଏକମାତ୍ର ବନ୍ଧୁ, ଏକମାତ୍ର ସଖା, ଏକଥା ଜାଣି ଆମେ ତାଙ୍କ ଚରଣରେ ନିଜକୁ ସମର୍ପିତ କରିବୁ। କାରଣ ଆମର ଯେତେ ପରିବାର ଆତ୍ମୀୟ ସ୍ୱଜନ ଥିଲେ ମଧ୍ୟ ମୃତ୍ୟୁ ସମୟରେ ଆମକୁ କେହି ସାହାଯ୍ୟ କରିପାରିବେ। ଯେତେବେଳେ ମୃତ୍ୟୁ ଆସିବ, ସେତେବେଳେ ଆମର ମୃତ୍ୟୁ ଯନ୍ତ୍ରଣାକୁ କେହି ନେଇପାରିବେନି ବା ଆମକୁ ସାହାଯ୍ୟ କରିପାରିବେନି। ସେ ସମୟ ଯେପରି ଜଣେ ଯଦି ଉଡାଜାହାଜ ଚଳେଇବା ଶିଖୁଛି, ତେଣୁ ଉଡାଜାହାଜ ଚଳେଇବା ଶିଖିବା ସମୟରେ ଆଉ ଜଣେ ପାଇଲଟ ତା ସାଥିରେ ଯାଇକି ଶିଖଉଥିବ ଆକାଶରେ ଉଡିକି। କିନ୍ତୁ ଯେତେବେଳେ ତାକୁ ଏକୁଟିଆ ଚଳେଇବାକୁ ପଡିବ, ସେ ଏକୁଟିଆ ଯିବ, ଆଉ କେହି ପାଇଲଟ ନଥିବେ ସାଥିରେ। ସେଇଭଳି ମୃତ୍ୟୁ ସମୟରେ ଆମକୁ ଏକୁଟିଆ ଯିବାକୁ ପଡିବ। ତେଣୁ ଆମ ସାରା ଜୀବନର ଯୋଉ ପ୍ରସ୍ତୁତି ସେ କିପରି ହେଇଛି ସେଟା ମୃତ୍ୟୁ ସମୟରେ ଜଣା ପଡିବ। ଆମର ଓଡିଆରେ ଗୋଟେ କଥା ଅଛି, ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ପ୍ରାଣୀର ଭଲ ମନ୍ଦ ଜଣା ପଡିବ ମୃତ୍ୟୁ ସମୟରେ, ଯେ କିପରି ଶରୀର ତ୍ୟାଗ କରୁଛି। ଅନେକ ଲୋକ ଅଛନ୍ତି ମୃତ୍ୟୁ ମାନେ ଅନେକ ବର୍ଷ ଧରି ସେମାନେ ମୃତ୍ୟୁ ଶଯ୍ୟାରେ ପଡି ରହନ୍ତି, ତାଙ୍କ ପ୍ରାଣ ଯାଏନି। ସେମାନେ ବହୁତ କଷ୍ଟ ଭୋଗ କରନ୍ତି। ମୃତ୍ୟୁ ଶଯ୍ୟାରେ ପଡି ପଡି ସବୁ ସିଝିଯାଏ ତାଙ୍କର ଶରୀର, ସେଥିରେ ପୋକ ପଡିଯାଆନ୍ତି। ସେମାନେ ବହୁତ କଷ୍ଟ ଭୋଗ କରନ୍ତି, ତଥାପି ତାଙ୍କର ପ୍ରାଣ ଯାଏ। ତାର ଅର୍ଥ ସେମାନଙ୍କର ଅନେକ ସବୁ ପାପ କର୍ମ ରହିଛି, ଯାହା ଫଳରେ ସେମାନେ କଷ୍ଟ ଭୋଗ କରନ୍ତି। ତେଣୁ ମୃତ୍ୟୁ ସମୟରେ ଆମେ କିପରି ଭଗବାନଙ୍କୁ ସ୍ମରଣ କରି ଶରୀର ତ୍ୟାଗ କରିବା ଆଉ ସବୁ ପାପରୁ ମୁକ୍ତ ହେଇପାରିବା,
ସେଥିପାଇଁ ଆମେ ଚେଷ୍ଟା କରିବା ଦରକାର। ଆତ୍ମୀୟ ସ୍ୱଜନ ଥିଲେ ମଧ୍ୟ ମୃତ୍ୟୁ ସମୟରେ ଆମକୁ କେହି ସାହାଯ୍ୟ କରିପାରିବେ। ଯେତେବେଳେ ମୃତ୍ୟୁ ଆସିବ ସେତେବେଳେ ଆମର ମୃତ୍ୟୁ ଯନ୍ତ୍ରଣାକୁ କେହି ନେଇପାରିବେନି ବା ଆମକୁ ସାହାଯ୍ୟ କରିପାରିବେନି। ସେ ସମୟ ଯେପରି ଜଣେ ଯଦି ଉଡାଜାହାଜ ଚଳେଇବା ଶିଖୁଛି, ତେଣୁ ଉଡାଜାହାଜ ଚଳେଇବା ଶିଖିବା ସମୟରେ ଆଉ ଜଣେ ପାଇଲଟ ତା ସାଥିରେ ଯାଇକି ଶିଖଉଥିବ ଆକାଶରେ ଉଡିକି, କିନ୍ତୁ ଯେତେବେଳେ ତାକୁ ଏକୁଟିଆ ଚଳେଇବାକୁ ପଡିବ ସେ ଏକୁଟିଆ ଯିବ, ଆଉ କେହି ପାଇଲଟ ନଥିବେ ସାଥିରେ। ସେଇଭଳି ମୃତ୍ୟୁ ସମୟରେ ଆମକୁ ଏକୁଟିଆ ଯିବାକୁ ପଡିବ। ତେଣୁ ଆମ ସାରା ଜୀବନର ଯୋଉ ପ୍ରସ୍ତୁତି ସେ କିପରି ହେଇଛି ସେଟା ମୃତ୍ୟୁ ସମୟରେ ଜଣା ପଡିବ। ଆମର ଓଡିଆରେ ଗୋଟେ କଥା ଅଛି, ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି। ପ୍ରାଣୀର ଭଲ ମନ୍ଦ ଜଣା ପଡିବ ମୃତ୍ୟୁ ସମୟରେ, ଯେ କିପରି ଶରୀର ତ୍ୟାଗ କରୁଛି। ଅନେକ ଲୋକ ଅଛନ୍ତି ମୃତ୍ୟୁ ମାନେ ଅନେକ ବର୍ଷ ଧରି ସେମାନେ ମୃତ୍ୟୁ ଶଯ୍ୟାରେ ପଡି ରହନ୍ତି, ତାଙ୍କ ପ୍ରାଣ ଯାଏନି, ସେମାନେ ବହୁତ କଷ୍ଟ ଭୋଗ କରନ୍ତି। ମୃତ୍ୟୁ ଶଯ୍ୟାରେ ପଡି ପଡି ସବୁ ସିଝିଯାଏ ତାଙ୍କର ଶରୀର, ସେଥିରେ ପୋକ ପଡିଯାଆନ୍ତି, ସେମାନେ ବହୁତ କଷ୍ଟ ଭୋଗ କରନ୍ତି, ତଥାପି ତାଙ୍କର ପ୍ରାଣ ଯାଏ। ତାର ଅର୍ଥ ସେମାନଙ୍କର ଅନେକ ସବୁ ପାପ କର୍ମ ରହିଛି, ଯାହା ଫଳରେ ସେମାନେ କଷ୍ଟ ଭୋଗ କରନ୍ତି। ତେଣୁ ମୃତ୍ୟୁ ସମୟରେ ଆମେ କିପରି ଭଗବାନଙ୍କୁ ସ୍ମରଣ କରି ଶରୀର ତ୍ୟାଗ କରିବା ଆଉ ସବୁ ପାପରୁ ମୁକ୍ତ ହେଇପାରିବା, ସେଥିପାଇଁ ଆମେ ଚେଷ୍ଟା କରିବା ଦରକାର। ତେଣୁ ସବୁ ପାପ କର୍ମରୁ ଦୂର ହେବା ପାଇଁ ଆମକୁ ଭଗବାନ ବିଭିନ୍ନ ଉପାୟ ବତେଇଛନ୍ତି। ପ୍ରଥମ କଥା ହଉଛି ଆମର ଅଜ୍ଞାତ ସାରରେ ଯେତେ ପାପ କର୍ମ ସବୁ ହେଇଯାଇଛି, ଆମେ ଭୁଲରେ ସବୁ କେତେ ପ୍ରକାର ପାପ କର୍ମ କରିଛେ। ତେଣୁ ଅତି କାମରେ ବର୍ତ୍ତମାନ ଠାରୁ ଆଗକୁ ଯେମିତି ଆମେ କୌଣସି ପାପ କର୍ମ କରିବା। ଆମେ ଅତି କାମରେ 4ଟା ପାପ କର୍ମ ରହିଛି, ପାପ କର୍ମ ଅନେକ ରହିଛି, କିନ୍ତୁ ମୁଖ୍ୟ ହଉଛି 4ଟା। ପରୀକ୍ଷିତ ମହାରାଜ ଯେତେବେଳେ କଳି ସହିତ ଭେଟ ହେଲା ପରୀକ୍ଷିତ ମହାରାଜଙ୍କର, ସେତେବେଳେ ପରୀକ୍ଷିତ ମହାରାଜ କଳିକୁ ତାଙ୍କ ରାଜ୍ୟରୁ ବାହାର ଯିବା ପାଇଁ ଆଦେଶ ଦେଇଥିଲେ, କିନ୍ତୁ କଳି ପରୀକ୍ଷିତ ମହାରାଜଙ୍କୁ ପ୍ରାର୍ଥନା କଲା ଯେ ମୁଁ ମଧ୍ୟ ଆପଣଙ୍କ ରାଜ୍ୟର ଜଣେ ପ୍ରଜା, ତେଣୁ ଆପଣଙ୍କ ରାଜ୍ୟର ପ୍ରଜାମାନେ ଯେପରି ଆପଣଙ୍କ ରାଜ୍ୟରେ ନିବାସ କରୁଛନ୍ତି, ମତେ ମଧ୍ୟ ଆପଣଙ୍କ ରାଜ୍ୟରେ ସ୍ଥାନ ଦିଅନ୍ତୁ, ମୁଁ ଯେଉଁଠି ନିବାସ କରିପାରିବି। ସେତେବେଳେ ପରୀକ୍ଷିତ ମହାରାଜ ଏଇ 4ଟି ସ୍ଥାନ ଦେଇଥିଲେ କଳିକୁ ନିବାସ କରିବାକୁ। କଣ କଣ? ଯେଉଁଠାରେ ମାଂସାହାର ହଉଛି, ଆମିଷ ଦ୍ରବ୍ୟ ଯୋଉଠି ଭକ୍ଷଣ ହଉଛି ସେଠି କଳି ବାସ କରିବ। ଯୋଉଠି ମାଦକ ଦ୍ରବ୍ୟ ନିଶା ଦ୍ରବ୍ୟ ଯୋଉଠି ଭକ୍ଷଣ ହଉଛି ସେଠି କଳି ବାସ କରିବ। ଆଉ ଯୋଉଠି ଅବୈଧ ଯୌନ ସମ୍ବନ୍ଧ ମାନେ ପର ପୁରୁଷ ବା ପର ସ୍ତ୍ରୀ ସହିତ ଯୋଉଠି ଯୌନ ସମ୍ବନ୍ଧ ସ୍ଥାପନ ହଉଛି ସେଠି କଳି ବାସ କରିବ। ଆଉ ଜୁଆ ଖେଳ ଯୋଉଠି ହଉଛି ସେଠି କଳି ବାସ କରିବ। ତେଣୁ 4ଟି ସ୍ଥାନ ହଉଛି କଳିର ସ୍ଥାନ। ତେଣୁ ଅତି କାମରେ ଆମେ 4ଟି ସ୍ଥାନଠୁ ଦୂରେଇ ରହିବା। ଆମେ ଏସବୁ କରିବାନି, ଯାହା ଅଜ୍ଞାନ ସାରରେ ହେଇଯାଇଛି। ଏସବୁ ବନ୍ଦ କରି ଆମେ ଭଗବାନଙ୍କର ନାମ ଜପ କରିବା ଆରମ୍ଭ କରିବା। ତାହେଲେ ଗୀତା ପାଠ କରିବା, ଗୀତା ଶୁଣିବା, ଗୀତା ଭାଗବତ, ଆମର ସବୁ ବ୍ୟାସଦେବଙ୍କର ଭାଗବତ ସବୁ ଇସ୍କନ ତରଫରୁ ସବୁ ପ୍ରକାଶିତ ହେଇଛି, ଗୀତା ଭଗବତ ଗୀତା ପ୍ରକାଶିତ ହେଇଛି। ତେଣୁ ଏ ଭଗବତ ଗୀତା ପାଠ କରି ସାରା ସଂସାରରେ ଲକ୍ଷ ଲକ୍ଷ ଲୋକ କୃଷ୍ଣଙ୍କର ଭକ୍ତ ହେଇଛନ୍ତି। ପୃଥିବୀର ଏପରି କୌଣସି ଦେଶ ନାହିଁ ଯେଉଁଠାରେ କୃଷ୍ଣ ଭକ୍ତିର ପ୍ରଚାର ହଉନି। ଆମର ଇସ୍କନ ସଂସ୍ଥା ଦ୍ୱାରା, ପ୍ରଭୁପାଦଙ୍କ ଦ୍ୱାରା ଯେ କି
70 ବର୍ଷ